गुड मॉर्निंग ओडिशा। आज मु नहीं आसीची आपणक पाई देश विदेशर 20टी गुरुत्वपूर्ण खबर गुड़िक उपरे नजर पकाइबा पूर्वरु आपणଙ୍କୁ अनुरोध भिडियोटी को गोटे लाइक करी चैनल टी को सब्सक्राइब करदेबे। नंबर 1 आजिटू आरंभ हेब राज्य रे धान किणा। आज बरगढ़ एवं 22 तारिख रे संबलपुर रे धान किणिबे सरकार, ଯେଉଁଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସରକାର ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ ଧାନ କିଣିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2300 ଟଙ୍କା ସହିତ ରାଜ୍ୟ ସରକାର ଇନପୁଟ ସହାୟତା 800 ଟଙ୍କା ମିଶାଇ ଦେବେ। ସେହିପରି ପ୍ରତି ମଣ୍ଡଳରେ ଜଣେ ଜଣେ ଅଧିକାରୀ ଉପସ୍ଥିତ ରହିବେ ଏବଂ ସମସ୍ତେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ସେହିପରି ନିଯୁକ୍ତି ହୋଇଥିବା ପର୍ଯ୍ୟବେକ୍ଷକ ପ୍ରତ୍ୟେକ ମଣ୍ଡି ବୁଲି ତଦାରଖ କରିବେ। ଚଳିତ ବର୍ଷ 80 ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ନମ୍ବର 2 ରାଜ୍ୟର ଦ୍ୱାଦଶ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ଆବେଦନ ଆରମ୍ଭ ହୋଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସିବିଏସ୍ଇ ଓ ଆଇସିଏସ୍ଇ ଅନୁବନ୍ଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍ ଆୟରଙ୍କ ପକ୍ଷରୁ ଜାରି ଏହି ଚିଠିରେ ଆବେଦନର ପ୍ରଣାଳୀ, ଯୋଗ୍ୟତା, ସମୟସୀମା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଇ ମେଧାବୃତ୍ତି ଯୋଜନାରେ ରାଜ୍ୟର ମୋଟ 10,000 ଛାତ୍ରଛାତ୍ରୀଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯିବାକୁ ଥିବା ବେଳେ ଆସନ୍ତା 30 ତାରିଖ ଯାଏଁ ଆବେଦନ ଗ୍ରହଣ କରାଯିବ। ଦଶମରେ 60%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ବାର୍ଷିକ ଆୟ 6 ଲକ୍ଷ ଟଙ୍କାରୁ କମ୍ ଥିଲେ ସେମାନେ ମେଧାବୃତ୍ତି ପାଇଁ ଆବେଦନ କରିପାରିବେ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ବାର୍ଷିକ 3,000 ଟଙ୍କା ବୃତ୍ତି ରାଶି ପାଇବେ। ନମ୍ବର 3 ରାଜ୍ୟରେ ଥିବା ଘରୋଇ କୋଚିଂ ସେଣ୍ଟର ପରିଚାଳନା ପାଇଁ ଆସିବ ସ୍ୱତନ୍ତ୍ର ଗାଇଡଲାଇନ୍। ଏନେଇ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି। ତେବେ ଗାଇଡଲାଇନ୍ ପ୍ରସ୍ତୁତି ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପୁସ୍ତକ ଭବନସ୍ଥିତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ପ୍ରମୁଖ ଘରୋଇ କୋଚିଂ ସେଣ୍ଟରର ପ୍ରତିନିଧିମାନେ ଯୋଗ ଦେବେ। ବିଶେଷ କରି ଖୋର୍ଦ୍ଧା, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ବାଲେଶ୍ୱର ଆଦି ଜିଲ୍ଲାର 25 ଅନୁଷ୍ଠାନରୁ ପ୍ରତିନିଧି ଯୋଗ ଦେବେ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 4 ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ନଭେମ୍ବର 21 ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଉ 23 ତାରିଖ ବେଳକୁ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବ। ତେବେ ଲଘୁଚାପର ପ୍ରଭାବ କେତେ ରହିବ ସେ ନେଇ କିଛି ସୂଚନା ଦେଇନି ଆଇଏମ୍ଡି। ନମ୍ବର 5 25ରେ ବସିବ ସର୍ବଦଳୀୟ ବୈଠକ। ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିବା ପାଇଁ ଯାଉଛି। ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ ସେ ନେଇ ସବୁ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାଲିଙ୍ଗ। ସେହିପରି 26ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ, ଯାହା ଡିସେମ୍ବର 31 ପର୍ଯ୍ୟନ୍ତ ଜାରି ରହିବ। ଅତିରିକ୍ତ ବଜେଟ୍ ବିଷୟରେ ଆଲୋଚନା ହେବ। ଏଥର ଲୋକଙ୍କ ହିତରେ ବିଭିନ୍ନ ବଜେଟ୍ ପାରିତ ହେବ। ନମ୍ବର 6 ସାହାରା ଜମାକାରୀ ଏବେ ଆଶ୍ୱସ୍ତ। କେନ୍ଦ୍ରାପଡ଼ାରେ ଏବେ ସାହାରା କାର୍ଯ୍ୟାଳୟ ଖୋଲିଛି। ଆଉ ଜମାକାରୀ ଏବେ ଟଙ୍କା ଫେରି ପାଇବାର ଆଶା ଉଙ୍କି ମାରିଛି। ଟଙ୍କା ଫେରି ପାଇବା ଆଶାରେ ସାହାରା କାର୍ଯ୍ୟାଳୟ ବାହାରେ ଭିଡ଼ ଜମାଇଛନ୍ତି ଜମାକାରୀ। ରାଜ୍ୟରେ ଅନେକ ସ୍ଥାନରେ ସାହାରା କାର୍ଯ୍ୟାଳୟ ବନ୍ଦ ହୋଇ ସାରିଛି। ନମ୍ବର 7 ଶୀତୁଆ ସକାଳେ ସାମୁଦ୍ରିକ ବେଳାଭୂମି ଜଙ୍ଗଲ ପରିବେଶରେ ମଜା ନେବେ ପର୍ଯ୍ୟଟକ। ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବଠାରୁ ପର୍ଯ୍ୟାୟକ୍ରମେ ଇକୋ ରିଟ୍ରିଟ୍ 7ଟି ସ୍ଥାନରେ ଆରମ୍ଭ କରାଯିବ। ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ
ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ କିଭଳି ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରାଯାଇପାରିବ ତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ପ୍ରଚାର ପ୍ରସାରକୁ ଅଧିକ ଧ୍ୟାନ ଦେବାକୁ କହିଥିଲେ। ଇକୋ ରିଟ୍ରିଟ୍ ମାଧ୍ୟମରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଖାଦ୍ୟପେୟ, ବିଳାସପୂର୍ଣ୍ଣ ରହଣି ସହ ମନୋରଞ୍ଜନର ସୁଯୋଗ ମିଳିବ। ଘଞ୍ଚ ବଣ ଜଙ୍ଗଲରେ ପର୍ଯ୍ୟଟକ ବୁଲାବୁଲି କରିବା ସହ ନାଚଗୀତ ସାଙ୍ଗକୁ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖିବାର ସୁଯୋଗ ପାଇବେ। ଏ ବର୍ଷ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ନମ୍ବର 8 କାନାଡାରେ ଓଡ଼ିଆ ଭାଷାରେ ପାଠ ପଢ଼ିବେ ପ୍ରବାସୀଙ୍କ ପିଲା। ଟରଣ୍ଟୋ ଡିଷ୍ଟ୍ରିକ୍ଟ ସ୍କୁଲ ବୋର୍ଡ ପକ୍ଷରୁ ଓଡ଼ିଆ ଶିକ୍ଷା ପ୍ରଚଳନ ପାଇଁ ଅନୁମତି ମିଳିବା ପରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବରୁ ହିନ୍ଦୀ ଭଳି କେତେକ ଭାରତୀୟ ଭାଷା ଶିକ୍ଷା ପାଇଁ ଅନୁମତି ମିଳିଥିବା ବେଳେ ପ୍ରଥମ ଥର ଓଡ଼ିଆ ଭାଷାରେ ଶିକ୍ଷାକୁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ଏହା ଟମ୍ ଏବଂ ସାଟେର ପବ୍ଲିକ୍ ସ୍କୁଲରେ ଆରମ୍ଭ ହୋଇଛି। ପ୍ରତି ଶନିବାର 3 ଘଣ୍ଟା ଓଡ଼ିଆ ଭାଷାର ପାଠ ପଢ଼ାଯିବ। ପର୍ଯ୍ୟାୟକ୍ରମେ ଏହା ଟରଣ୍ଟୋର ଅନ୍ୟ ବୋର୍ଡରେ ପଢ଼ାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଏଥିରେ 25ରୁ 30 ଜଣ ପିଲାଙ୍କ ନାମ ପଞ୍ଜୀକରଣ କରାଯାଇଛି। ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। କାନାଡାରେ ଓଡ଼ିଆ ଭାଷାର ଶିକ୍ଷା ପଛରେ ପ୍ରବାସୀ ଭାରତୀୟ ଅମଳେନ୍ଦୁ ଦାସଙ୍କ ପ୍ରମୁଖ ଭୂମିକା ରହିଛି। ନମ୍ବର 9 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର 29ରୁ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। 29ରୁ 1 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଚାଲିବ। ଉଭୟ ଡିଜିପି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ସମ୍ମିଳନୀରେ ରାଜ୍ୟଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ହେବ। ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବ ସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ୱ ଦିଆଯିବ। ନମ୍ବର 10 ମଣିପୁରରେ ଘଟିଥିବା ହିଂସାର ସାନି ତଦନ୍ତ ଦାୟିତ୍ୱ ଏନ୍ଆଇଏ ତଥା ନିଆ ଉପରେ ନ୍ୟସ୍ତ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ମଣିପୁର ସ୍ଥିତି ସମୀକ୍ଷା କରାଯିବା ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ମଣିପୁରରେ ଘଟିଥିବା 3ଟି ଘଟଣାକୁ ନେଇ ଏନ୍ଆଇଏ ତଦନ୍ତ କରିବ। ତେବେ ମଣିପୁରର 7 ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଇଣ୍ଟରନେଟ୍ ଓ ମୋବାଇଲ ସେବାକୁ ସାମୟିକ ଭାବେ ରଦ୍ଦ କରାଯାଇଛି। ନମ୍ବର 11 ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ କାମ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଆସିଛି ନିର୍ଦ୍ଦେଶ। ନୂଆ ଭାବେ ଗଠିତ ତିରୁମାଲା ତିରୁପତି ଦେବସ୍ଥାନମ୍ ଟିଟିଡି ମନ୍ଦିରରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କିମ୍ବା ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତରିତ ହେବା ମଧ୍ୟରେ ବାଛିବାକୁ ପଡ଼ିବ। ପ୍ରସ୍ତାବ ପାରିତ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁଯାୟୀ ତିରୁମାଲା ତିରୁପତି ଦେବସ୍ଥାନମ୍ ଟିଟିଡିର ନୂଆ ଅଧ୍ୟକ୍ଷ ବିଆର୍ ନାଇଡୁ ଏହି ନିଷ୍ପତ୍ତି ନେଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରିବାକୁ ସେ ମନା କରିଦେଇଛନ୍ତି। ନମ୍ବର 12 ପ୍ରତିଷ୍ଠିତ ଉଦ୍ୟୋଗପତି ଏଲନ୍ ମସ୍କ ମାଲିକାନାରେ ଥିବା ସ୍ପେସ୍ ଏକ୍ସ ଫାଲକନ୍ 9ର ସହଯୋଗରେ ଭାରତର ସବୁଠାରୁ ଉନ୍ନତ ଯୋଗାଯୋଗ ଉପଗ୍ରହ ମଙ୍ଗଳବାର ମହାକାଶକୁ ଉତ୍କ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆମେରିକାର ଫ୍ଲୋରିଡାସ୍ଥିତ କେପ୍ କାନାଭେରାଲରୁ ଉତ୍କ୍ଷେପଣ କରାଯାଇଥିଲା। ମଙ୍ଗଳବାର ମଧ୍ୟରାତ୍ରିରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ GS-8020 ଏଲନ୍ ମସ୍କ ସ୍ପେସ୍ ଏକ୍ସର ଫାଲକନ୍ 9 ରକେଟ୍ ମାଧ୍ୟମରେ ଏହାର 396ତମ ଉଡ଼ାଣ ଭରିଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ରାଧାକୃଷ୍ଣନ୍ ଦୁରାଇରାଜ କହିଛନ୍ତି ଯେ ଏହି ଉତ୍କ୍ଷେପଣ ସଫଳ ହୋଇଛି। ଏହି ସାଟେଲାଇଟ୍ ଥରେ କାର୍ଯ୍ୟକ୍ଷମ ହେଲେ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ, ଯାହାଫଳରେ ଆଗକୁ ଲୋକେ ବିମାନ ମଧ୍ୟରେ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ପାଇପାରିବେ। ନମ୍ବର 13 ବିଶ୍ୱର ଦ୍ୱିତୀୟ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର୍ ପୁତିନ୍ ଭାରତ ଆସିବେ।
କେଉଁ ତାରିଖରେ ପୁତିନ ଭାରତ ଆସିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନି, କିନ୍ତୁ ପୁତିନ ନିକଟ ଭବିଷ୍ୟତରେ ଭାରତ ଗସ୍ତ କରିବେ ବୋଲି ସ୍ପଷ୍ଟ କରିଛି କ୍ରେମଲିନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଥର ରୁଷିଆ ଗସ୍ତ କରିସାରିଥିବା ବେଳେ ବର୍ତ୍ତମାନ ପୁତିନଙ୍କ ପାଳି। ସେ ନିହାତି ଭାବେ ଭାରତ ଯିବା ଆବଶ୍ୟକ ହୋଇପଡ଼ିଥିବା କହିଛନ୍ତି କ୍ରେମଲିନ୍ର ପ୍ରେସ୍ ସେକ୍ରେଟାରୀ ଡିମିଟ୍ରି ପେସ୍କୋଭ୍। ବ୍ରିକ୍ସ ସମ୍ମିଳନୀ ବେଳେ ପୁତିନ ଓ ରୁଷିଆର ଉପପ୍ରଧାନମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଥିଲେ। ଭାରତ ଓ ରୁଷିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ଦିନରେ ଟ୍ରେଡ୍ ଏନର୍ଜି ନିବେଶ ପାଇଁ ଭାରତ ସହିତ ଯୋଡ଼ି ହେବା ଲାଗି ଆଲୋଚନା କରିଥିଲେ। ନମ୍ବର 14। ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାର କଳ୍ପନା ଜଳ୍ପନା କରାଯାଉଛି। ବର୍ତ୍ତମାନ ଆମେରିକା କିମ୍ବା ଟ୍ରମ୍ପ ପ୍ରଶାସନ ଭାରତର ରପ୍ତାନି ଉପରେ 10% ଟ୍ୟାକ୍ସ ଲାଗୁ କରିପାରନ୍ତି। ଏହାର ଅର୍ଥ ହେଉଛି ଚାଇନା ସହିତ ଭାରତ ମଧ୍ୟ ଆମେରିକାର ଟାର୍ଗେଟ ହେବାକୁ ଯାଉଛି। ଯଦି ଏପରି ଘଟେ ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ହେବାକୁ ଯାଉଛି। ଆମେରିକା ନିର୍ବାଚନରେ ଏମ୍ପି ଭାବେ ନିର୍ବାଚିତ ହୋଇଥିବା ଭାରତୀୟ ମୂଳ ସୁହାସ ସୁବ୍ରମଣ୍ୟମ କହିଛନ୍ତି ଯେ ସେ ଭାରତ ଉପରେ ଶୁଳ୍କ ଲାଗୁ କରିବାକୁ ବିରୋଧ କରୁଛନ୍ତି, କାରଣ ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ହେବ। ନମ୍ବର 15। ଆସନ୍ତା ବର୍ଷ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ଏନେଇ ସୂଚନା ଦେଇଛନ୍ତି। ବ୍ରାଜିଲରେ G20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ପରେ ସେ ଏହି ଘୋଷଣା କରିଛନ୍ତି। ଷ୍ଟାରମର ଏବଂ ମୋଦିଙ୍କ ସାକ୍ଷାତ ପରେ ଡାଉନିଂ ଷ୍ଟ୍ରିଟ୍ କହିଛି ଯେ ବ୍ରିଟେନ ଭାରତ ସହ ଏକ ନୂତନ ରଣନୀତିକ ଭାଗିଦାରୀ ଗଠନ କରିବାକୁ ଚେଷ୍ଟା କରିବ। ଏଥିରେ ବାଣିଜ୍ୟ ଚୁକ୍ତି, ସୁରକ୍ଷା, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ଭଳି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ। ନମ୍ବର 16। କାନାଡା ପରେ ନ୍ୟୁଜିଲାଣ୍ଡକୁ ଡେଇଁଲା ଖାଲିସ୍ତାନୀ ଆନ୍ଦୋଳନ। କାନାଡା ପରେ ଖାଲିସ୍ତାନ ସମର୍ଥକମାନେ ଭାରତ ବିରୋଧୀ ଏଜେଣ୍ଡା ପ୍ରଚାର ପାଇଁ ନ୍ୟୁଜିଲାଣ୍ଡକୁ ବାଛିଛନ୍ତି। ଆତଙ୍କବାଦୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ ନଭେମ୍ବର 17ରେ ନ୍ୟୁଜିଲାଣ୍ଡର ଖାଲିସ୍ତାନ ଏକ ଜନମତ ଆୟୋଜନ କରାଯାଇଥିଲା। ଏହି ସମୟରେ ଖାଲିସ୍ତାନ ସମର୍ଥକମାନେ ଭାରତ ବିରୋଧରେ ସ୍ଲୋଗାନ ଦେବା ସହ ଖାଲିସ୍ତାନର ପତାକା ଉତ୍ତୋଳନ କରିଥିଲେ, କିନ୍ତୁ ଖାଲିସ୍ତାନୀଙ୍କ ଏହି କାର୍ଯ୍ୟ ନ୍ୟୁଜିଲାଣ୍ଡର ସ୍ଥାନୀୟ ଲୋକଙ୍କ ଦେହରେ ଯାଇନି। ଖାଲିସ୍ତାନ ସମର୍ଥକ ଆନ୍ଦୋଳନକୁ ନ୍ୟୁଜିଲାଣ୍ଡବାସୀ ବିରୋଧ କରୁଛନ୍ତି। ଯେଉଁ ସ୍ଥାନରେ ଜନମତ ଅନୁଷ୍ଠିତ ହେଉଥିଲା ସେଠାରେ ନ୍ୟୁଜିଲାଣ୍ଡର ଜଣେ ନାଗରିକ ମାଇକ୍ ଧରି ପହଞ୍ଚି ପ୍ରତିବାଦ କରିଥିଲେ। ପ୍ରତିବାଦରେ ବାହାରିଥିଲେ ସ୍ଥାନୀୟ ଲୋକେ। ନମ୍ବର 17। ଇସ୍ରାଏଲ ଗତ କିଛି ଦିନ ହେବ ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ୍ଲା ଉପରେ ଆକ୍ରମଣ କରୁଛି। ଏହି ସମୟରେ ଇସ୍ରାଏଲ ହିଜବୁଲ୍ଲାର ଗଡ଼ ଭାଙ୍ଗି ଦେଇଛି ଏବଂ ସଂଗଠନର ମୁଖ୍ୟ ହାସନ ନସରାଲ୍ଲାଙ୍କ ସହ ଏହାର ଉତ୍ତରାଧିକାରୀଙ୍କ ସମେତ ଅନେକ ପ୍ରମୁଖ ସଦସ୍ୟଙ୍କୁ ନିପାତ କରିଛି। ଇତିମଧ୍ୟରେ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଅସ୍ତ୍ରବିରତି ପ୍ରସ୍ତାବର ସର୍ତ୍ତାବଳୀକୁ ଗ୍ରହଣ କରିବା ଏବଂ ଲିଟାନି ନଦୀର ଉତ୍ତରରେ ଥିବା ନିଜ ସେନା ପ୍ରତ୍ୟାହାର କରିବାକୁ ଇରାନ ହିଜବୁଲ୍ଲାକୁ କହିଛି। ଲେବନାନରେ ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ସେମାନେ ଏପର୍ଯ୍ୟନ୍ତ ଲଢ଼େଇ ଶେଷ କରିନାହାନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଲେବନାନର ଅସ୍ତ୍ରବିରତି ନେଇ ଆଲୋଚନାରେ ଅଗ୍ରଗତି ହୋଇଛି। ନମ୍ବର 18। ଭାରତୀୟ ସେନାରେ ଗୋର୍ଖାମାନଙ୍କ ସ୍ଥାନ ସ୍ୱତନ୍ତ୍ର। ସେମାନଙ୍କ ଅନେକ ବୀରତ୍ୱର ଗାଥା ରହିଛି। ଭାରତୀୟ ସେନାରେ ଦୁଇ ପ୍ରକାର ଗୋର୍ଖା ଅଛନ୍ତି। ଗୋଟିଏ ବର୍ଗ ହେଉଛନ୍ତି ନେପାଳରୁ ଆସୁଥିବା ଗୋର୍ଖା ଓ ଅନ୍ୟ ବର୍ଗଟି ହେଉଛି ଭାରତୀୟ ଗୋର୍ଖା। କିନ୍ତୁ ଭାରତୀୟ ସେନାରେ ଧୀରେ ଧୀରେ ନେପାଳୀ ଗୋର୍ଖାଙ୍କ ଆଗମନ କମିବାରେ ଲାଗିଛି ଓ କୁହାଯାଉଛି ଯେ ଆସନ୍ତା 10 ବର୍ଷରେ ଭାରତୀୟ ସେନାରେ କୌଣସି ନେପାଳୀ ଗୋର୍ଖା ନଥିବେ। ଏହା ସହିତ ଗତ 200 ବର୍ଷର ଗୌରବଜନକ ପରମ୍ପରାର ଅନ୍ତ ଘଟିବ। ଭାରତୀୟ ସେନାକୁ ନେପାଳୀ ଗୋର୍ଖା ନ ଆସିବାର କାରଣ ହେଉଛି ଭାରତୀୟ ସେନାର ଅଗ୍ନିବୀର ସ୍କିମ୍। ଏତେ କମ୍ ସମୟ ପାଇଁ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁନାହାନ୍ତି ନେପାଳୀ ଯୁବକ। ସେମାନେ ପୂର୍ବର ବ୍ୟବସ୍ଥା ଅନୁସାରେ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଛନ୍ତି। ନମ୍ବର 19। ଆସନ୍ତା 2025 IPL ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓଁକାର ସାବଲୀଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି। ମୁମ୍ବାଇ ରଣଜୀ ଟ୍ରଫି ଓ ଇରାନୀ କପ୍ ନିକଟରେ ଜିତିଥିଲା।
ଏହି ସମୟରେ ଓଙ୍କାର ମୁମ୍ବାଇ ଟିମ୍ର ମୁଖ୍ୟ କୋଚ୍ ରହିଥିଲେ। ତାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇ ଭଲ ପ୍ରଦର୍ଶନ କରୁଥିବାରୁ ଆର୍ସିବି ତାଙ୍କୁ ବୋଲିଂ କୋଚ୍ ଭାବେ ଦାୟିତ୍ୱ ଦେଇଛି। ଘରୋଇ କ୍ରିକେଟରେ ବେଶ୍ ପରିଚିତ ଓଙ୍କାର 2024ରେ କୋଲକାତା ନାଇଟ୍ ରାଇଡର୍ସ ସହ ମଧ୍ୟ ଆସିଷ୍ଟାଣ୍ଟ କୋଚ୍ ଭାବେ କାମ କରିଥିଲେ। ଆଇପିଏଲ୍ରେ ତାଙ୍କର ଅଭିଜ୍ଞତା ରହିଥିବାରୁ ଆର୍ସିବି ତାଙ୍କୁ 2025ର ବୋଲିଂ କୋଚ୍ ଦାୟିତ୍ୱ ଦେଇଛି। ନମ୍ବର 20 ସୋସିଆଲ ମିଡିଆ କମ୍ପାନୀ ମେଟାକୁ ବାଜିଲା ସିସିଆଇ ଛାଟ। ଭାରତ ଲଗାଇଲା ମୋଟା ଅଙ୍କର ଫାଇନ୍। ଫଳରେ ବିଶ୍ୱର ଟପ୍ 10 ବିଲିୟନରଙ୍କ ମଧ୍ୟରୁ ଜଣେ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ଭାରତରୁ ଏକ ବଡ଼ ଝଟକା ଲାଗିଛି। ଆଜିକାଲି ପ୍ରତ୍ୟେକ ମୋବାଇଲ ଫୋନରେ ହ୍ୱାଟ୍ସଆପ୍ ଓ ଫେସବୁକ୍ ଥିବା ଦେଖିବାକୁ ମିଳେ। ବାସ୍ତବରେ ଏହା ସହ ଜଡ଼ିତ ପ୍ରାଇଭେସି ପଲିସିର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ ଭାରତର କମିଶନ ଅଫ୍ ଇଣ୍ଡିଆ ଯଥା ସିସିଆଇ ମେଟା ଉପରେ 213 କୋଟି ଟଙ୍କାର ଜରିମାନା ଲଗାଇଛି। ୟୁଜର୍ସଙ୍କ ଡାଟା ଚୋରି ଅଭିଯୋଗ ଉପରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।